ବାସ୍ତବିକ ରୂପ ସାକ୍ଷାତ ଭଗବାନଙ୍କୁ ଏ ଧରାକୁ କେବଳ ଜଣେ ମା ହିଁ ଆଣିପାରେ। କୌଶଲ୍ୟା, ଦେବକୀ, ମେରୀ ଯେଉଁମାନେ ଏହାର ଉତ୍କୃଷ୍ଟ ଉଦାହରଣ ଅଟନ୍ତି। କଳିଯୁଗରେ ଭଗବାନ ସତ୍ୟସାଇ ବାବାଙ୍କୁ ଜନ୍ମ ଦେଇଥିଲେ ମାତା ଈଶ୍ୱରମାଙ୍କ ଭକ୍ତି ଓ ସମର୍ପଣ ଭାବ ଆମ ପାଇଁ ଆଦର୍ଶ ଅଟେ। ମାତା ଈଶ୍ୱରମା ଜଣେ ସାତ୍ତ୍ୱିକ ଓ ଆଧ୍ୟାତ୍ମିକ ପ୍ରକୃତିର ମହିଳା ଥିଲେ। ଭଗବାନ ସତ୍ୟନାରାୟଣଙ୍କ ପୂଜା ପ୍ରସାଦ ଗ୍ରହଣ କରିବା ପରେ ମାତା ଈଶ୍ୱରମାଙ୍କୁ ଏକ ପୁତ୍ର ରତ୍ନ ପ୍ରାପ୍ତ ହେଲା। ସେଥିପାଇଁ ସେ ତାଙ୍କର ନାମ ଦେଲେ ସତ୍ୟନାରାୟଣ ରାଜ। ଈଶ୍ୱରମା ତାଙ୍କୁ ସ୍ନେହରେ ସତ୍ୟ ବୋଲି ଡାକୁଥିଲେ। ସତ୍ୟ ଓ ପ୍ରିୟ ସତ୍ୟ ପିଲାଟି ଦିନରୁ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। ଘରେ ମାଙ୍କୁ ସବୁ କାମରେ ସାହାଯ୍ୟ କରୁଥିଲେ। ଦ୍ୱାରକୁ କେହି ଆସିଲେ ତାକୁ କିଛି ଦେବା ପାଇଁ ଜିଦ୍ କରୁଥିଲେ। ସତ୍ୟ ଏବେ ହାତ ଧୋଇ ଭୋଜନ କରିଦିଅ ପୁତ୍ର। ହଁ ମା। ଖାଇବାକୁ ମିଳିବ ମା? ମା ଭୋକ ଲାଗୁଛି, କିଛି ଖାଇବାକୁ ମିଳିବ? ଆରେ ସତ୍ୟ, ତୋର ସବୁ ଭୋଜନ ତାକୁ ଖାଇବାକୁ ଦେଇଦେଲୁ, ତୋ ପାଇଁ ସେତିକି
ପିଲାକୁ କେତେ ସୁନ୍ଦର ସଂସ୍କାର ଦେଇଛ। ସେ ଗାଁର ପିଲାମାନଙ୍କ ସହିତ ମିଶି ଅଣ୍ଟରୀ ଭଜନ ଦଳ ଗଢ଼ିଛି। ଈଶ୍ୱର ମା, କନ୍ୟାମାନଙ୍କର ଦେହ ବହୁତ ଖରାପ ହୋଇଯାଇଛି। ଗାଁରେ ବି କେହି ବୈଦ ବି ନାହାନ୍ତି ଯିଏ ତାଙ୍କ ଚିକିତ୍ସା ପାଇଁ କିଛି ଔଷଧ ଦେଇପାରିବ। ଆରେ ତୁମେ ଶୁଣିଲ, କର୍ଣ୍ଣମା ଭଗବାନଙ୍କ ସହିତ ମିଶିଗଲେ। ସେ ଆଉ ନାହାନ୍ତି। ନା, ସେମିତି ହବାର ନଥିଲା। ବହୁତ ଖରାପ ଥିଲା। ତାର ଦୁଇଟି ପିଲା ଅନାଥ ହୋଇଗଲେ। ଚାଲ, ଜଲ୍ଦି ଚାଲ। ଓହୋ, ଭାରି ଖରାପ ହେଲା। ସେ ଏବେ କଣ କରିବ? ସେ ଏବେ କଣ କରିବ? ଯଦି ତର୍ତ୍ତୀରେ କୌଣସି ଡାକ୍ତରଖାନା ଥାନ୍ତା, ଲୋକେ ଅସମୟରେ କାଳଗ୍ରସ୍ତ ହୁଅନ୍ତି ନାହିଁ। ମା, ପାଣି ନିଅ। ବୁଢ଼ାଟେ ହୋଇଥା ବାପା, କେତେ ଦୂରରୁ ତୁଇ ପାଣି ନେଇ ଆସୁଛୁ। ତୋ କାନ୍ଧରେ ବିନ୍ଦି ପଡ଼ିଗଲାଣି। ଆଉ ଦେଖ, ତୁ ଏବେ 8-10 କିଲୋମିଟର ଚାଲି ଚାଲି ପାଠ ପଢ଼ିବାକୁ ଯିବୁ। କେତେ ଥକି ଯାଉଛୁ ରେ ମୋ ସତ୍ୟ। ମା, ତୁମ ଆଶୀର୍ବାଦ, ଭଲ ପାଇବା ମୋ ଶାଶୁରେ ଅଛି ନା, ମୋର କିଛି ବି ହବନି। ଯଦି ତର୍ତ୍ତୀରେ ପିଇବା ପାଣିର ସୁବିଧା ହୋଇଯାନ୍ତା, ଆଉ ଯଦି ପିଲାମାନଙ୍କର ପାଠ ପଢ଼ିବା ପାଇଁ ବିଦ୍ୟାଳୟ ଖୋଲିଯାନ୍ତା, ତାହେଲେ ଲୋକ ଏତେ ହଇରାଣ ହୁଅନ୍ତେ ନାହିଁ। କିଛି ଦିନ ପରେ ସତ୍ୟ ଘର ଛାଡ଼ିଦେଲେ ଓ ଘୋଷଣା କଲେ, ମୁଁ ସାଇ ବାବା ଲୋକ କଲ୍ୟାଣ ପାଇଁ ଏ ଧରାଧାମକୁ ଅବତରଣ କରିଛି। ଏ ସମ୍ପୂର୍ଣ୍ଣ ବିଶ୍ୱ ହିଁ ମୋର ଘର। ମୋର ଭକ୍ତମାନେ ମୋତେ ଡାକିଲେଣି। ଆଉ ପ୍ରଶାନ୍ତି ନିଲୟ ତାଙ୍କ ନିବାସସ୍ଥଳୀ ହୋଇଗଲା। ଲୋକ ଦୂର ଦୂରାନ୍ତରୁ ତାଙ୍କ ଦର୍ଶନ ପାଇଁ ଛୁଟି ଆସିଲେ। ମାତା ଈଶ୍ୱରମା ମଧ୍ୟ ତାଙ୍କ ଦୈବୀ ରୂପକୁ ସ୍ୱୀକାର କରିନେଲେ। ସବୁ ଭକ୍ତଙ୍କ ସାଙ୍ଗରେ ଈଶ୍ୱରମା ମଧ୍ୟ ଦର୍ଶକଙ୍କ ସହିତ ବସିଥିଲେ। ସ୍ୱାମୀ ମାଙ୍କୁ କହି, ସବୁବେଳେ ଲୋକମାନେ ଦୂର ଦୂରାନ୍ତରୁ କିଛି ମାଗିବା ପାଇଁ ମୋ ପାଖକୁ ଆସିଛନ୍ତି। ଆପଣ ମୋତେ କେବେ ବି କିଛି ମାଗି ନାହାନ୍ତି। ମୋତେ କିଛି ଲୋଡ଼ା ନାହିଁ ସ୍ୱାମୀ। ତୁମେ ମୋ ଆଖି ଆଗରେ ଅଛ, ସେଇଟା କ'ଣ କିଛି କମ୍ କଥା ମୋ ପାଇଁ? ମୋତେ ଜଣା ଅଛି ଅମା, ତୁମେ ବହୁତ ନିର୍ଲିପ୍ତ ଓ ସନ୍ତୁଷ୍ଟ ଅଛ। ତ ତଥାପି ମୁଁ ତୁମକୁ କିଛି ନା କିଛି ଦେବାକୁ ଚାହୁଁଛି। ଆପଣ ଯାହା କହିବେ ତାହା ମୁଁ କରିବି। ଏହା ମୋ ବଚନ ଅଟେ। ସ୍ୱାମୀ, ଯଦି ତମେ କିଛି ଦେବାକୁ ଚାହୁଁଛ, ତାହେଲେ ଆପଣ ପୁଟପର୍ତ୍ତୀରେ ଏକ ଡାକ୍ତରଖାନା ଖୋଲି ଦିଅନ୍ତୁ। ଲୋକମାନେ
ତାଙ୍କୁ ଠିକ୍ ସମୟରେ ଚିକିତ୍ସା ନ ମିଳିବା କାରଣରୁ ଅସମୟରେ ମୃତ୍ୟୁ ମୁଖରେ ପଡୁଛନ୍ତି। ଆଉ ଦ୍ୱିତୀୟତଃ ଏଠାରେ ବିଦ୍ୟାଳୟ ନଥିବାରୁ ପିଲାଏ ମାଇଲ ମାଇଲ ବାଟ ଚାଲି ପାଠ ପଢ଼ିବାକୁ ବିଦ୍ୟାଳୟକୁ ଯାଉଛନ୍ତି। ମୁଁ ଚାହୁଁଛି କର୍ତ୍ତିରେ ଏକ ବିଦ୍ୟାଳୟ ଖୋଲାଯାଉ। ଆଉ ତୃତୀୟତଃ ମହତ୍ତ୍ୱପୂର୍ଣ୍ଣ କାମ ଏଇଆ କରିବ ଯେ କର୍ତ୍ତିରେ ଓ ଆଖପାଖ ଗାଁରେ ପିଇବା ପାଇଁ ସ୍ୱଚ୍ଛ ଜଳ ନାହିଁ। ତୁମେ ସ୍ୱଚ୍ଛ ପିଇବା ପାଣିର ବ୍ୟବସ୍ଥା କରିଦିଅ। ଧନ୍ୟ ତୁମେ ଆମା, ତୁମ ନିଜ ପାଇଁ କିଛି ମାଗିଲ ନାହିଁ, ତେଣୁ ମୋତେ ମୋକ୍ଷ ବି ମାଗିଥିଲେ ତାହା ମୁଁ ନିଶ୍ଚୟ ଦେଇଥାନ୍ତି। କିନ୍ତୁ ଆପଣ ଯାହା ବି ମାଗିଲେ ଲୋକ କଲ୍ୟାଣ ପାଇଁ ହିଁ ମାଗିଲେ। ଆପଣଙ୍କ ଏ ତିନୋଟି ଇଚ୍ଛା ମୁଁ ନିଶ୍ଚୟ ପୂରଣ କରିବି। ମୁଁ ବଚନ ଦେଉଛି। ଏହିଭଳି ସ୍ୱାମୀ ମାଙ୍କର ତିନୋଟି ଇଚ୍ଛା ସମୟ ସମୟରେ ପୂରଣ କଲେ।